ଆଜି ଆମେ ପାଠ କରିବା ଅଷ୍ଟାଦଶ ଅଧ୍ୟାୟ ମୋକ୍ଷ ସନ୍ନ୍ୟାସ ଯୋଗ। ଅର୍ଜୁନ ଉବାଚ ହେ ମହାବାହୁ ହୃଷିକେଶ କେକେଶୀ ନିଷୂଦନ କୃଷ୍ଣ ତ୍ୟାଗ ଓ ସନ୍ନ୍ୟାସର ତତ୍ତ୍ୱ ଜାଣିବା ପାଇଁ ମୁଁ ଇଚ୍ଛୁକ। ଏହାର ଯେତକ ମହତ ଜଣାଅ ପୃଥକ ପୃଥକ। ଶ୍ରୀ ଭଗବାନ ଉବାଚ କାମ୍ୟ କର୍ମ ତ୍ୟାଗେ ସନ୍ନ୍ୟାସ କୁହନ୍ତି ଅନେକ ପଣ୍ଡିତ। ଫଳ ତ୍ୟାଗକୁ ତ୍ୟାଗେ ଗଣ୍ୟ କରନ୍ତି କେତେକ ବିଦ୍ୱାନ। କର୍ମ ମାତ୍ରକେ ଦୋଷ ଯୁକ୍ତ ଏସବୁ ତ୍ୟାଗ ହିଁ ଉଚିତ। ଏ କେତେ ପଣ୍ଡିତଙ୍କ ମତ ପୁଣି ବି ବୋଲନ୍ତି କେତେକ। ଦାନ ଯଜ୍ଞ ଓ ତପ କର୍ମ ଉଚିତ ନୁହଁ ବର୍ଜନ। ପୁରୁଷ ଶ୍ରେଷ୍ଠ ହେ ଅର୍ଜୁନ ସନ୍ନ୍ୟାସ ତ୍ୟାଗ କଥା ଶୁଣ। ବିବିଧ ତ୍ୟାଗର ବିଷୟ ଶୁଣ ପ୍ରଥମେ ମନିର୍ଣ୍ଣୟ। ଯଜ୍ଞ ଦାନ ଓ ତପ କର୍ମ ନୁହଁ ଉଚିତ ବର୍ଜନ। ଏ ତିନି ସାଧନ ଉଚିତ ତେଣୁ ଏ କର ପବିତ୍ର। ହେ ପାର୍ଥ ଏହି ତିନି ସାଧନ ସହ ନିଷ୍କାମ ଯେତେ କର୍ମ ଆସକ୍ତିହୀନ ହୋଇଥାଏ ମୋ ମତେ ଶ୍ରେଷ୍ଠ ଅଟେ ସିଏ। ନିୟତ କର୍ମକୁ ହେ ପାର୍ଥ ତ୍ୟାଗ କରିବା ଅନୁଚିତ। ତ୍ୟାଗ କରିଲେ ମୋହ ବସେ ତାମସ ତ୍ୟାଗ ବୋଲାଏ ସେ। କର୍ମ କେବଳ ଦୁଃଖ ରୂପ କଷ୍ଟ ଦିଏ ଶାରୀରିକ। ଏପରି ଭାବି ଯେ ଭୟରେ କର୍ତ୍ତବ୍ୟ କର୍ମ ତ୍ୟାଗ କରେ। ରାଜସ ତ୍ୟାଗ ଏବେ ସେହି ମାତ୍ର ତା ଫଳ ମିଳେ ନାହିଁ। କେବଳ କର୍ତ୍ତବ୍ୟ ପାଳନ ଅଟଇ ଶ୍ରେୟ ହେ ଅର୍ଜୁନ। ଏପରି ଜାଣି ଯେଉଁ କର୍ମ ଆସକ୍ତି ଫଳେ ଛାତେ ଝିଣ। ଯାହା ବି କରାଯାଇଥାଏ ତାହା ସାତ୍ୱିକ ତ୍ୟାଗ ହୁଏ। ଯେ ନର ଅକୁଶଳ କର୍ମେ ଦ୍ୱେଷ ନ କରନ୍ତି ଜୀବନେ ଅଥବା କୁଶଳେ ଆସକ୍ତି ଜୀବନେ କେବେ ନ କରନ୍ତି ସେ ତ୍ୟାଗୀ ସତ୍ୱଗୁଣ ଯୁକ୍ତ ବୁଦ୍ଧିମାନ ସଂଶୟ ମୁକ୍ତ। ସକଳ କର୍ମ ତ୍ୟାଗ ପାଇଁ ମନୁଷ୍ୟ ସମର୍ଥ ନୁହଁ। ମାତ୍ର ଯେ ତ୍ୟାଗେ କର୍ମ ଫଳ ତ୍ୟାଗୀ ସେ ହୁଏ ସଫଳ। କର୍ମ ଫଳ ଯିଏ ନ ତ୍ୟାଗେ ମୃତ୍ୟୁ ପରେ ବି ଫଳ ଭୋଗେ। ଅନିଷ୍ଟ ଇଷ୍ଟ ଅବା ମିଶ୍ର ଫଳର ଏହି ତିନି ରୂପ। ମାତ୍ର ଫଳକୁ ତ୍ୟାଗେ ଯିଏ ଫଳ ପ୍ରାପ୍ତିରୁ ମୁକ୍ତି ପାଏ। ସକଳ କର୍ମର ନିଦାନ ଉପାୟ ସାଂଖ୍ୟରେ କଥନ। ସେ ଶାସ୍ତ୍ରେ କର୍ମ ସିଦ୍ଧି ପାଇଁ ଯେ ପଞ୍ଚ କାରଣ ଅଛଇ। ବୁଝାଇ କହୁଛି ଅର୍ଜୁନ ତାହା ମୋ ଠାରୁ ତୁମ୍ଭେ ଶୁଣ। ଅଧିଷ୍ଠାନ ଓ କର୍ତ୍ତା ସହ ବିଭିନ୍ନ କାରଣ ସମୂହ ନାନାଦି ଚେଷ୍ଟା ଓ ସଂସାର ଏ ପଞ୍ଚ କାରଣ ସିଦ୍ଧିର। କାୟା ବଚନ ମାନସରେ ମନୁଷ୍ୟ ଯେଉଁ କାର୍ଯ୍ୟ କରେ ନ୍ୟାୟ ଅଥବା ବିପରୀତ ଏ ପାଞ୍ଚ କାରଣ ହିଁ ମୁଖ୍ୟ। ଅନ୍ୟଥା ଯେ ନର ବିଚାରି ଆତ୍ମାକୁ କର୍ତ୍ତା ମନେ କରି ନ ଭାବେ ଏ ପଞ୍ଚ କାରଣ ଯେ ଅଟେ ଦୁର୍ମତି ଅର୍ଜୁନ। କେବେ ସେ ନ ଦେଖେ ଯଥାର୍ଥ ବୁଦ୍ଧି ତାହାର ନୁହେଁ ଶୁଦ୍ଧ। ନାହିଁ ଯାହାର ଅହଙ୍କାର ନିର୍ଲିପ୍ତ ଥାଏ ବୁଦ୍ଧି ଯାର। ଏ ଯୁଦ୍ଧେ ପ୍ରାଣୀ ବଧ କରି କେବେ ବି ପାରେ ନାହିଁ ମାରି। ଅବା ସେ ତାର ଜୀବନରେ ପଡ଼େ ନା କେବେ ବନ୍ଧନରେ। ଜ୍ଞାନ ଜ୍ଞେୟ ଓ ପରିଜ୍ଞାତା ଏ କର୍ମ ପ୍ରେରଣା ତ୍ରିବିଧା। କରଣ କର୍ତ୍ତା ଏବଂ କର୍ମ କର୍ମ ସଂଗ୍ରହ ୟାଙ୍କ ଧର୍ମ। ଜ୍ଞାନ କର୍ମ ଓ କର୍ତ୍ତା ରୂପ ଗୁଣରେ ତ୍ରିବିଧ କଥିତ। ପାର୍ଥ ଏ ତିନିବିଧ ଗୁଣ ମୋ ଠାରୁ ଭଲ ରୂପେ ଶୁଣ। ଯେ ଜ୍ଞାନ ସାହାଯ୍ୟରେ ନର ପୃଥକ୍ ପ୍ରାଣୀଙ୍କ ଭିତର ଦେଖଇ ଅବିନାଶୀ ରୂପ ଏକ ଅଭିନ୍ନ ଅବିଭକ୍ତ
ସେହି ଜ୍ଞାନକୁ ହେ ଅର୍ଜୁନ ସାତ୍ୱିକ ଜ୍ଞାନ ରୂପେ ଜାଣ। ମାତ୍ର ଯେ ଜ୍ଞାନ ଦ୍ୱାରା ନର ବିବିଧ ଭାବଙ୍କୁ ପ୍ରାଣୀର ବିଭିନ୍ନ ରୂପରେ ଜାଣଇ ରାଜସ ଜ୍ଞାନ ସେ ଅଟଇ। ଯେ ଜ୍ଞାନ ସାହାଯ୍ୟରେ ନର ଏ ରୂପ ଏ ଶରୀରର ସମ୍ପୂର୍ଣ୍ଣ ଭାବି ରୁହେ ଲିପ୍ତ ତା ଅଟେ ତୁଚ୍ଛ ଔଯକ୍ତିକ। ବାସ୍ତବ ଜ୍ଞାନ ବିରହିତ ସେ ଜ୍ଞାନ ତାମସ କଥିତ। ଯେ କର୍ମ ବିଧି ଅନୁସୃତ ଆସକ୍ତି କର୍ତ୍ତୃତ୍ୱ ରହିତ ନଥାଏ ଆଶା ରାଗ ଦ୍ୱେଷ ସେ କର୍ମ ଅଟଇ ସାତ୍ୱିକ। ଭୋଗଲିପ୍ସା ଆରେ ଯେଉଁ କର୍ମ ଅଥବା ଅହଙ୍କାର ପୂର୍ଣ୍ଣ ବହୁଳ ପରିଶ୍ରମ ଯୁକ୍ତ କର୍ମ ସେ ହୁଏ ରାଜସିକ। ମୋହବଶରୁ ଯେତେ କର୍ମ ନ ଦେଖି କ୍ଷତି ପରିଣାମ ହିଂସା ସାମର୍ଥ୍ୟ ଚିନ୍ତାହୀନ ସେ କର୍ମ ତାମସ ଅର୍ଜୁନ। ଯେ କର୍ତ୍ତା ସିଦ୍ଧି ଅସିଦ୍ଧିରେ ଥାଏ ସର୍ବଦା ନିର୍ବିକାରେ କର୍ତ୍ତୃତ୍ୱ ଅଭିମାନ ଶୂନ୍ୟ ରାଗ ରହିତ ଯାର କର୍ମ ଧୈର୍ଯ୍ୟ ଉତ୍ସାହ ସହିତ ସେ କର୍ମ ଅଟଇ ସାତ୍ୱିକ। ଯେ କର୍ତ୍ତା କର୍ମ ଫଳାସକ୍ତ ହିଂସା ଲୋଭରେ ଥାଏ ଲିପ୍ତ ଅଶୁଦ୍ଧ ହର୍ଷ ଶୋକ ଯୁକ୍ତ ସେ କର୍ତ୍ତା ଅଟେ ରାଜସିକ। ଯେ କର୍ତ୍ତା ଶାସ୍ତ୍ରର ବିରୋଧୀ ଅନମନୀୟ ଜଡ଼ବାଦୀ ଧୂର୍ତ୍ତ ପର ନିନ୍ଦାବ୍ରତୀ ବିଷାଦଗ୍ରସ୍ତ ଦୀର୍ଘସୂତ୍ରୀ ଆଳସ୍ୟ ପରାୟଣ ଯିଏ ତାମସ କର୍ତ୍ତା ସେ ବୋଲାଏ। ହେ ଧନଞ୍ଜୟ ଏବେ ଶୁଣ ବୁଦ୍ଧି ଧୃତିର ଲକ୍ଷଣ ତ୍ରିବିଧ ଭେଦ ଅଟେ ଯାହା ପୃଥକ୍ ରୂପେ ଶୁଣ ତାହା। ଯେ ବୁଦ୍ଧି କାର୍ଯ୍ୟ ଅକାର୍ଯ୍ୟକୁ ପ୍ରବୃତ୍ତି ଆଉ ନିବୃତ୍ତିକୁ ଭୟ ଅଭୟ ବନ୍ଧ ମୋକ୍ଷ ଅବଶ୍ୟ ଜଣାଏ ଯଥାର୍ଥ ସେ ବୁଦ୍ଧି ଅଟଇ ସାତ୍ୱିକ। ଏ କଥା ଜାଣିଥାଅ ପାର୍ଥ ଯେ ବୁଦ୍ଧି ଦ୍ୱାରା ନର ଧର୍ମ ଓ ଅଧର୍ମ ବ୍ୟବହାର ଅବା କାର୍ଯ୍ୟ ଅକାର୍ଯ୍ୟରେ ଜାଣି ନ ପାରେ ଯଥାର୍ଥରେ ସେ ବୁଦ୍ଧି ରାଜସୀ ଅଟଇ। ଅର୍ଜୁନ ଜାଣି ରଖ ତୁହି ଆବୃତ ଯେ ବୁଦ୍ଧି ଅଜ୍ଞାନେ ଅଧର୍ମେ ଧର୍ମ ବୋଲି ମଣେ ଏପରି ସକଳ ପଦାର୍ଥ ଭାବିଣ ଥାଏ ବିପରୀତ। ହେ ପାର୍ଥ ତୁମେ ଜାଣି ରଖ ସେ ବୁଦ୍ଧି ଅଟେ ତାମସିକ। ଯେଉଁ ଧୃତି ସମତା ଯୁକ୍ତ ଅବ୍ୟଭିଚାରିଆ ହେ ପାର୍ଥ ସେ ଧୃତି ସାହାଯ୍ୟରେ ନର ମନ ପ୍ରାଣ ଓ ଇନ୍ଦ୍ରିୟର କ୍ରିୟା ଧାରଣ କରିଥାଏ ସେ ଧୃତି ସାତ୍ୱିକ ବୋଲାଏ। ଯେ ଧୃତି ଦ୍ୱାରା ହେ ପାର୍ଥ ଫଳ ଆକାଂକ୍ଷୀ ଯେ ମନୁଷ୍ୟ ଧରନ୍ତି ଧର୍ମ କାମ ଅର୍ଥ ସେ ଧୃତି ବୋଲାଏ ରାଜସ। ଯେ ଧୃତି ଦ୍ୱାରା ନର ଦୁଷ୍ଟ ଛାଡ଼େ ନା ସ୍ୱପ୍ନ ଭୟ ଶୋକ ନ ଛାଡ଼େ ଭ୍ରାନ୍ତି ଓ ବିଷାଦ ଧୃତି ସେ ବୋଲାଏ ତାମସ। ଭରତ ଶ୍ରେଷ୍ଠ ହେ ଅର୍ଜୁନ ତ୍ରିବିଧ ସୁଖ ରୂପ ଗୁଣ ଅଭ୍ୟାସ ଦ୍ୱାରା ଅନୁଭବ ଯେଉଁଠି ହୁଅଇ ସମ୍ଭବ ପୁନଶ୍ଚ ସକଳ ଦୁଃଖର ଅନ୍ତ ଘଟଇ ଯେଉଁଠାର ଆତ୍ମସନ୍ତୋଷ ପ୍ରସାଦରେ ଜାତ ଯେ ସୁଖ ଜଗତରେ ଆରମ୍ଭ ବେଳେ ତାର ରୂପ ବିଷତୁଲ୍ୟ ହୁଏ ପ୍ରତୀତ ମାତ୍ର ପରିଣାମେ ଅମୃତ ସେ ସୁଖ ସାତ୍ୱିକ କଥିତ। ବିଷୟ ଇନ୍ଦ୍ରିୟ ସଂଯୋଗେ ମାନବ ଯେଉଁ ସୁଖ ଭୋଗେ ପ୍ରଥମେ ଅମୃତ ପ୍ରତୀତ ଶେଷକୁ ହୁଏ ସେ ବିଷାକ୍ତ ଏପରି ଫଳଦାୟୀ ସୁଖ ବୋଲାଏ ତାହା ରାଜସିକ। ନିଦ୍ରା ପ୍ରମାଦ ଓ ଆଳସ୍ୟ ଜନିତ ଜାତ ଯେଉଁ ସୁଖ ଆରମ୍ଭେ ଓ ପରିଣାମରେ ନିଜକୁ ବିମୋହିତ କରେ ସେ ସୁଖ ଜାଣ ହେ ପାର୍ଥ କଥିତ ହୁଏ ତାମସିକ। ପୃଥିବୀ ଅଥବା ସ୍ୱର୍ଗରେ ଦେବ ଅଥବା ଅନ୍ୟକାରେ ଏପରି କିଛି ନାହିଁ ତତ୍ତ୍ୱ ଯାହା ତ୍ରିଗଣରୁ ବିମୁକ୍ତ କର୍ମ ସ୍ୱଭାବ ପ୍ରଭାବରେ ଉତ୍ପନ୍ନ ଗୁଣ ସାହାଯ୍ୟରେ
ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଇତ୍ୟାଦି ଜାତି ସୃଷ୍ଟ। ଶାନ୍ତ ସ୍ଥିର ତପସୁଚିତା ସାଧୁତା ସହ ସହିଷ୍ଣୁତା ଧାର୍ମିକତା ଓ ବିଦ୍ୟା ଜ୍ଞାନ ସଭିଏ ବ୍ରାହ୍ମଣ ଲକ୍ଷଣ। ସୁରବୀର ତେଜ ଧୈର୍ଯ୍ୟରେ ଚତୁର ପ୍ରଜା ପାଳନରେ ଦାନ ଶାସନ ଭାବ ଯୁକ୍ତ ଯୁଦ୍ଧରେ ନ ହୁଏ ବିମୁଖ। ଏପରି ଯାବତୀୟ କର୍ମ ସ୍ୱଭାବେ କ୍ଷତ୍ରିୟଙ୍କ ଧର୍ମ। କୃଷିକ ରକ୍ଷା ଓ ବାଣିଜ୍ୟ ଅଟଇ ବୈଶ୍ୟଙ୍କର କାର୍ଯ୍ୟ। ସେବାଏ ତିନି ବର୍ଣ୍ଣଙ୍କର ସ୍ୱଭାବ କର୍ମ ଶୂଦ୍ରଙ୍କର। ନିଜର କର୍ମରେ ମନୁଷ୍ୟ ରତରୁ ହୁଏ ସିଦ୍ଧି ପ୍ରାପ୍ତ। ଯେପରି ପାଇଥାଏ ସିଦ୍ଧି ମୋଠାରୁ ଶୁଣ ସେହି ବିଧି। ଯାହାଙ୍କ ଠାରୁ ପ୍ରାଣୀ ଜାତ ଯିଏ ଜଗତେ ପରିବ୍ୟାପ୍ତ। ନିଜ କର୍ମରେ ତାଙ୍କୁ ପୂଜି ମନୁଷ୍ୟ ଲଭିଥାଏ ସିଦ୍ଧି। ଉତ୍ତମ ରୂପେ ଅନୁଷ୍ଠିତ ପରଧର୍ମରୁ ଆହେ ପାର୍ଥ। ଗୁଣ ରହିତ ନିଜ ଧର୍ମ ହେଲେ ବି ଶ୍ରେଷ୍ଠ ଅଟେ ଜାଣ। କାରଣ ସ୍ୱଭାବ ନିୟତ ଯେ କର୍ମ ସେ ଧର୍ମ ରୂପକ। ସେ କର୍ମ ସାଧନେ ମନୁଷ୍ୟ ହୁଏ ନା ପାପରେ ସମ୍ପୃକ୍ତ। ହେଉ ବା କର୍ମ ଦୋଷ ଯୁକ୍ତ ତ୍ୟାଗ କରିବା ଅନୁଚିତ। କାରଣ ଆହେ କୁନ୍ତୀ ପୁତ୍ର ଯେପରି ଅଗ୍ନି ଧୂମାବୃତ। ସକଳ କର୍ମକୁ ଯେପରି ଦୋଷ ଯେ ଥାନ୍ତି ଆବରି। ବୁଦ୍ଧିଟି ଯାହାର ସର୍ବତ୍ର ଅଟଇ ଆସକ୍ତି ରହିତ। ଶରୀର ଯାର ବଶୀଭୂତ ସେ ନର ସ୍ପୃହା ବିରହିତ। ସେ ସାଂଖ୍ୟ ଯୋଗେ ହୋଇ ଯୁକ୍ତ ନୈଷ୍କର୍ମ୍ୟ ସିଦ୍ଧି ହୁଏ ପ୍ରାପ୍ତ। ଜ୍ଞାନର ପରାନିଷ୍ଠା ବ୍ରହ୍ମ ସିଦ୍ଧି ଯେପରି ପାଏ ଜାଣ। ସେ କଥା କହୁଛି ଅର୍ଜୁନ ସଂକ୍ଷେପେ ମୋଠାରୁ ଶୁଣ। ବିଶୁଦ୍ଧି ବୁଦ୍ଧିରେ ଯେ ଯୁକ୍ତ ବୈରାଗ୍ୟ ହୀନ ଆଶ୍ରିତ। ଏକାନ୍ତେ କରି ଅବସ୍ଥାନ ନିୟମିତ କରି ଭଜନ। ଏପରି ସକଳ ସାଧକ ଧୈର୍ଯ୍ୟ ଇନ୍ଦ୍ରିୟ କରି ବଶ। ଶରୀର ମନ ଓ ବଚନ ରଖିବା ନିଜର ଅଧୀନ। ଶତାବ୍ଦୀ ମୋହ ତ୍ୟାଗ କରି ରାଗ ଓ ଦ୍ୱେଷ ପରିହରି। ଧ୍ୟାନ ଯୋଗରେ ରହି ରତ କାମ କ୍ରୋଧରୁ ହୋଇ ମୁକ୍ତ। ଅହଙ୍କାର ଓ ବଳ ଦର୍ପ ସହିତ ପରିଗ୍ରହ ମୁକ୍ତ। ଶାନ୍ତ ଯେ ମମତା ରହିତ ହୁଅଇ ସିଏ ବ୍ରହ୍ମ ପ୍ରାପ୍ତ। ବ୍ରହ୍ମରେ ଥାଇ ଏକୀଭୂତ ପ୍ରସନ୍ନ ଚିତ୍ତ ସେ ସାଧକ। କାହାରେ ଶୋକ କରେ ନାହିଁ କୌଣସି ଇଚ୍ଛା ରଖେ ନାହିଁ। ଜଗତେ ଦେଖି ସର୍ବଭୂତ ସମଭାବରେ ରହେ ସ୍ଥିତ। ଏହି ସାଧକ ଜଗତରେ ପରାଭକ୍ତି ଲାଭ କରେ। ସେ ପରାଭକ୍ତିରେ ସାଧକ ତତ୍ ଜାଣେ ମୋ ସ୍ୱରୂପ। ଜାଣି ଏପରି ମୋର ତତ୍ତ୍ୱ ହୁଅନ୍ତି ମୋଠାରେ ପ୍ରବିଷ୍ଟ। ମୋର ଆଶ୍ରିତ ଯେତେ ଭକ୍ତ ଥାଇ ବି ସଦା କର୍ମରତ। ମୋ କୃପା ବଳେ ପାଇଥାନ୍ତି ଶାଶ୍ୱତ ପଦ ଅବିନାଶୀ। ଚିତ୍ତରେ ତୁମେ ସର୍ବକର୍ମ ମୋଠାରେ କରି ସମର୍ପଣ। ବୁଦ୍ଧି ଯୋଗକୁ ଆଶ୍ରୟିଣ ହୋଇଣ ମୋର ପରାୟଣ। ଏପରି ଭାବି ନିରନ୍ତର ଚିତ୍ତ ନିବେଶ ମୋହଠାର। ଏପରି ସମର୍ପିଲେ ଚିତ୍ତ କୃପା ମୋହର ହେବ ପ୍ରାପ୍ତ। ସେ କୃପା ବଳେ ବିଘ୍ନ ଯେତେ ଅତିକ୍ରମିବ ଅନାୟାସେ। ଯଦିଚ ଅହଙ୍କାର ବଶେ ମୋ କଥା ନ ଶୁଣ ବିଶେଷେ। ତେବେ ତୁମର ହେବ ନାଶ ପରମାର୍ଥରୁ ହେବ ଭ୍ରଷ୍ଟ। ଅହଙ୍କାରର ହୋଇ ବଶ ତୁମେ ଯେ କରିଛ ମନସ୍ଥ। ଯୁଦ୍ଧେ ନ ହୋଇବ ପ୍ରବୃତ୍ତ ଏ ମିଥ୍ୟା ଅଟଇ ଅବଶ୍ୟ। କାରଣ ତୁମର ପ୍ରକୃତି ଯୁଦ୍ଧରେ କରିବ ସମ୍ପୃକ୍ତି। ହେ କୁନ୍ତୀ ପୁତ୍ର ସ୍ୱଭାବରେ ଆବଦ୍ଧ ହୋଇଣ କର୍ମରେ। ମୋହବଶରେ ଯେଉଁ ଯୁଦ୍ଧ କରଣେ ହୁଏ ପଶ୍ଚାତ୍ପଦ। ପ୍ରକୃତି ଯୋଗୁ ହୋଇ ବଶ ସେ ଯୁଦ୍ଧ କରିବ ଅବଶ୍ୟ। ପ୍ରାଣୀଙ୍କ ମଧ୍ୟରେ ହେ ଅର୍ଜୁନ ଈଶ୍ୱର ରହି ବିଦ୍ୟମାନ। ଶରୀର ଯନ୍ତ୍ରରେ ଆରୂଢ଼ ହୋଇ ସକଳ ପ୍ରାଣୀଙ୍କର ନିଜର ମାୟା ସାହାଯ୍ୟରେ ଭ୍ରମଣ କରାନ୍ତି ବିଶ୍ୱରେ। ସର୍ବତ ଭାବରେ ଅର୍ଜୁନ ଈଶ୍ୱରେ ଯାଅ ହେ ଶରଣ।
ତାଙ୍କର କୃପା କଲେ ଲାଭ ପରମ ଶାନ୍ତି ପ୍ରାପ୍ତ ହେବ। ପୁନଶ୍ଚ ଅବିନାଶୀ ରୂପ ପରମ ପଦ ହେବ ପ୍ରାପ୍ତ। କହିଲି ତୁମକୁ ଅର୍ଜୁନ ଗୁହ୍ୟରୁ ଗୁହ୍ୟତର ଜ୍ଞାନ। ଏ ଜ୍ଞାନ ଭଲରେ ବିଚାରି କର ହେ ଚାହୁଁଛ ଯେପରି। ଯେଣୁ ତୁମେ ମୋ ପ୍ରିୟଜନ ପୁନଶ୍ଚ ଶୁଣ ହେ ଅର୍ଜୁନ। ଅତ୍ୟନ୍ତ ଗୋପନୀୟ ତତ୍ତ୍ୱ ବଚନ ଏହା ସର୍ବୋତ୍କୃଷ୍ଟ। କଥା ଅଟେ ହିତକର ତେଣୁ ମୁଁ କହୁଛି ଏଥର। ମୋଠାରେ ରଖି ଦୃଢ଼ ଚିତ୍ତ ହୋଇଯା ତୁହି ମୋର ଭକ୍ତ। ପୂଜକ ହୋଇଯାଅ ମୋର କର ହେ ମୋତେ ନମସ୍କାର। ଏହି ପ୍ରତିଜ୍ଞା ମୋର ସତ୍ୟ ତୁମକୁ ହେବି ମୁହିଁ ପ୍ରାପ୍ତ। ସମ୍ମୁଖେ କହୁଛି ତୁମର କାରଣ ପ୍ରିୟ ତୁମେ ମୋର। ସର୍ବଧର୍ମକୁ ପରିହର ଶରଣ ଯାଅ ତୁମ ହରି। ନ କର ଚିନ୍ତା ଅବା ଶୋକ କରିବି ତୋତେ ପାପ ମୁକ୍ତ। ଏ ଯେଉଁ ଗୀତା ଗୂଢ଼ ତତ୍ତ୍ୱ ରହସ୍ୟମୟ ଉପଦେଶ। ଯେ ନର ତପସ୍ୟା ବିହୀନ ଅଥବା ଯିଏ ଭକ୍ତିହୀନ। ଶୁଣିବାରେ ଯେ ଅନିଚ୍ଛୁକ ଦୃଷ୍ଟି ଯାହାର ଦୋଷଯୁକ୍ତ। କହିବା ତାକୁ ଅନୁଚିତ ଶ୍ରବଣେ ସେ ଅନୁପଯୁକ୍ତ। ମୋଠାରେ ରଖି ଶ୍ରେଷ୍ଠ ଭକ୍ତି ଯେ ଏହି ଗୋପନୀୟ ଉକ୍ତି। ମୋ ଭକ୍ତ ସମୀପରେ କୁହେ ନିଶ୍ଚୟ ସିଏ ମୋତେ ପାଏ। ତାଠାରୁ ଜଗତରେ କେହି ମୋ ପ୍ରିୟ କାର୍ଯ୍ୟ କରେ ନାହିଁ। ନ ହବ କେହି ତା ସମାନ ଏ ଧରା ବକ୍ଷେ ପ୍ରିୟତମ। ଯେ ନର ଆମ ଦୁହିଁଙ୍କର ଧର୍ମମୟ ଏ ସମ୍ବାଦର। ଅଧ୍ୟୟନରେ ହେବ ରତ ସେ ମୋତେ ପୂଜିବ ଅବଶ୍ୟ। ଜ୍ଞାନ ଯଜ୍ଞରେ ମୁଁ ପୂଜିତ ହୋଇବି ଏହା ମୋର ମତ। ଯେ ନର ହୋଇ ଶ୍ରଦ୍ଧାବନ୍ତ ରହିଣ ଦୋଷ ଦୃଷ୍ଟି ମୁକ୍ତ। କରିଲେ କେବଳ ଶ୍ରବଣ ଏପରି ତତ୍ତ୍ୱମୟ ଜ୍ଞାନ। ମୁକ୍ତ ହୋଇଲା ପରେ ସିଏ ପୁଣ୍ୟ କର୍ମାଙ୍କ ସ୍ଥାନ ପାଏ। ହେ ପ୍ରାର୍ଥ ଏହି ତତ୍ତ୍ୱ ତୁମେ ଶୁଣିଲ କିବା ଏକ ଧ୍ୟାନେ। ତୁମର ଅଜ୍ଞାନ ସମୋହ ନଷ୍ଟ କି ହେଲା ଧନଞ୍ଜୟ। ଅର୍ଜୁନ ଉବାଚ ପ୍ରାର୍ଥ କହନ୍ତି ହେ ଅଚ୍ୟୁତ ଲଭିଣ ତୁମର ଆଶିଷ। ମୋହ ହୋଇଲା ବିନଷ୍ଟ ସ୍ମୃତି ମୁଁ ପାଇଲି ପୁନଶ୍ଚ। ଏବେ ମୁଁ ସଂଶୟ ରହିତ ତୋ ଆଜ୍ଞା ପାଳିବି ଅବଶ୍ୟ। ସଞ୍ଜୟ ଉବାଚ ସଞ୍ଜୟ କହନ୍ତି ରାଜନ ମହାତ୍ମା କୃଷ୍ଣ ଅର୍ଜୁନ ସମ୍ବାଦ ଶୁଣିଲି ତାଙ୍କର ଅଦ୍ଭୁତ ରୋମାଞ୍ଚକର। ବ୍ୟାସଦେବଙ୍କର କୃପାରୁ ସ୍ୱୟଂ ଶ୍ରୀକୃଷ୍ଣଙ୍କ ମୁଖରୁ ଏପରି ଗୂଢ଼ ଜଗତ୍ତତ୍ତ୍ୱ ଶୁଣିଲି ମୁହିଁ ହେ ପ୍ରତ୍ୟକ୍ଷ। ହେ ରାଜା କୃଷ୍ଣ ଅର୍ଜୁନ ଅଦ୍ଭୁତ ପବିତ୍ର କଥନ। ସ୍ମରଣ କରି ମନ ମୋର ହର୍ଷିତ ହୁଏ ବାରମ୍ବାର। ହେ ରାଜା ଶ୍ରୀକୃଷ୍ଣ କହେ ସେହି ଅଦ୍ଭୁତ ରୂପକୁ ମୁଁ ଧାଇ। ହୋଇ ଅତ୍ୟନ୍ତ ବିସ୍ମିତ ଆବର ହୁଏ ହରଷିତ। ଯେ ସ୍ଥାନେ କୃଷ୍ଣ ଯୋଗେଶ୍ୱର ସାଥିରେ ପାର୍ଥ ଧନୁର୍ଦ୍ଧର। ସେ ସ୍ଥାନେ ଥାନ୍ତି ଧ୍ରୁବ ନୀତି ଶ୍ରୀ ଅଭିଜୟ ବିଭୂତି। ରାଜନ ଏହା ଅଟେ ସତ ଘେନ ମୋହର ଏହି ମତ। ଇତି ଅଷ୍ଟାଦଶ ଅଧ୍ୟାୟ ମୋକ୍ଷ ସନ୍ନ୍ୟାସ ଯୋଗ। ଓଂ ନମୋ ଭଗବତେ ବାସୁଦେବାୟ ନମଃ।